बंची गला नहीं कि সাজামুদ্রি কোলাটি উড়াতে আরে এটা এবে আগা সেন্তি পড়ি গলা আরে ই বর্ষা জেট বরলা পরি করতিলু সেটা পড়ি গলা এবে কেনতি কিনা বচবু কেনতি কিনা জুইবু বর্ষে কর খাদি গলা আরে কিস করবু তেবে দান ହେଇଥାନ୍ତା ଗୋଟେ 10 ଫୁଟି ପୁରା ହେଇଥାନ୍ତା ମଣ୍ଡିଆ ହେଇଥାନ୍ତା ଗୋଟେ 5 ଫୁଟି କି 7 ଫୁଟି ହେଇଥାନ୍ତା এতকি বুড়ি গলা আরে সরকার আর কিস করবো দেখবো আমার দুঃখ আরি সেটা বর্ষকু বচবাটা সেটা দেখবো আরি ওই সাইজ মিড়ো বলি কিনা কହୁଛୁ ଆମେ বচবু পিলা জিলা কেনতি কিনা পোষবু ସବୁ ଦିନେ କୁଲି ବୁତି ଥିବ କି କେବେ ହାତ ବସବ ଗୋଡ ବସବ ସବୁ ହେଇଯିବ ସେଟା ଆମେ ଯାଇକରି ବସି ପାରବୁ କି ଏବେ ଦିନେ ହେଲେ ମାଣ୍ଡିଆ କି ମୋ ନାଁ ଫିରୋଜ ତୁରୁ କଲାଟିଗୁଡ଼ା। ଆଜି କଲାଟିଗୁଡ଼ା ଗ୍ରାମରେ ଦିନ ଦ୍ୱିପହରରେ ଅଚାନକ ଭାବରେ ନିଆଁ ଲାଗିଗଲା ଗୋଟେ ଧାନ ଖଳାରେ। ଧାନ ଖଳାରେ ପ୍ରାୟ 7-8 ଜଣ ଆଦିବାସୀ ଭାଇମାନଙ୍କର ବର୍ଷକର ପରିଶ୍ରମ ଫଳ ଥିଲା, ଚାଷ ଥିଲା, ଯେଉଁଟା ଧାନ ମାଣ୍ଡିଆ ସବୁ ଥିଲା, କିନ୍ତୁ ସବୁ ପୋଡ଼ି ନଷ୍ଟ ହେଇଗଲା। ଆଉ ଅଗ୍ନିଶମ ବିଭାଗ ଆସିକି ଚେଷ୍ଟା କଲେ କିନ୍ତୁ ଅବଶ୍ୟ ସବୁ ପୋଡ଼ି ଯାଇଥିଲା, କିଛି ନଥିଲା ବଞ୍ଚିବାକୁ, ସବୁ ନଷ୍ଟ ହେଇଯାଇଛି। ଆଦିବାସୀ ଲୋକମାନେ ବହୁତ ଗରିବ ଲୋକ ବର୍ଷ ପରିଶ୍ରମ କରି ସେମାନେ ଉପାର୍ଜନ କରି ଆଣିଥିଲେ କିନ୍ତୁ ତାହା ନଷ୍ଟ ହେଇଛି। ଆଉ ସରକାରକୁ ଏତିକି ନିବେଦନ କି ଯଦି କିଛି ସାହାଯ୍ୟ କରିବେ ସେମାନଙ୍କୁ ତାହେଲେ ଭଲ ହେବ। ତାଙ୍କର କେବଳ ଧାନ ମାଣ୍ଡିଆରେ ଭରସା ଆଜ୍ଞା, ସେମାନେ ମାଣ୍ଡିଆ ଯାଉ କରିକି ପିଇ ବର୍ଷା ବଞ୍ଚନ୍ତି, ସେମାନଙ୍କୁ କେବଳ ପେଟ ପାଇଁ ଚାଷ କରୁଛନ୍ତି, ଜୀବିକା ସେମାନଙ୍କ ବିଜନେସ୍ ନୁହେଁ। ଏଟା ଚାଷ କେବଳ ବର୍ଷକ ପେଟ ପୁରାଇବା ପାଇଁ ସେମାନେ କରୁଛନ୍ତି, ତାହା ବର୍ଷକ ସବୁ ସମ୍ପଦ ନଷ୍ଟ ହେଇଯାଇଛି, ଯାହାକି ସେମାନେ ବର୍ଷକ ଉପାସ ରହିଲା ଭଳିଆ ସ୍ଥିତି ହିଁ ବର୍ତ୍ତମାନ ଅଛି। ସେମାନଙ୍କୁ ଯଦି ସରକାର କିଛି ସାହାଯ୍ୟ କରିଥାନ୍ତେ ତାହେଲେ ସେମାନେ ତାଙ୍କ ପେଟ ପୁରେଇଥାନ୍ତା, ଉପକୃତ ହେଇଥାନ୍ତେ।